ଦିନ ହଁ ଦିନର ସାଢ଼େ 10 ସାଢ଼େ 11 ଏଇଟା କରିଦେବ। ଆଉ ଯଦି ହେଲା ମୋତେ ଟିକେ ଫୋନ୍ କରିବ, କାରଣ ଗାଡ଼ି ପଠେଇଲେ ହବନି। ଦିନର ତାଙ୍କେ ରାନ୍ଧୁଛି ମୁଁ ଆପଣଙ୍କୁ ରାନ୍ଧୁଛନ୍ତି ଘରେ। ଆଜି ଆମ ପୋଲିସ ସଭାରେ କାରନ୍ଦା, ବମ୍ପା, ଖଣ୍ଡତ୍ରୀ, ନବକିଶୋରପୁର ଏ ବିଭିନ୍ନ ଅଞ୍ଚଳରୁ ମହିଳା ସଦସ୍ୟ ଓ ପୁରୁଷ ସଦସ୍ୟ ସବୁ ଆସିଥିଲେ। ତା ଭିତରେ ସିନିୟର ସିଟିଜେନ୍ ଥିଲେ, ଏକ୍ସ ସର୍ଭିସମ୍ୟାନ୍ ବି ଥିଲେ, ପୂଜା କମିଟି ମେମ୍ବର ବି ଥିଲେ, ସମସ୍ତେ ଆସିଥିଲେ। ପ୍ରାୟତଃ ମୁଖ୍ୟ ସମସ୍ୟା ଯାହା କହିଲେ, ପ୍ରାୟ ଗାଁ ଗଣ୍ଡାମାନଙ୍କରେ ମଦ ବିକୁଛି, ତାର ନିରାକରଣ ପାଇଁ ଆମେ ସବୁବେଳେ ତାଙ୍କ ସହିତ ସହଯୋଗ କରିବୁ। ଆଉ ସେ ଯେତେବେଳେ ଯେଉଁ ପ୍ରକାର ଖବର ଦେବେ ସେ ତତ୍କ୍ଷଣାତ୍ ଯାଇକି ଆମେ ସେ ତା ରେଡ୍ କରି ତାକୁ ଧରିବା ପାଇଁ ବ୍ୟବସ୍ଥା କରିବୁ। ଦ୍ୱିତୀୟ କଥା, ଟ୍ରାଫିକ୍ ନିୟନ୍ତ୍ରଣ ସମସ୍ୟା ବି କହିଲେ, ତା ପାଇଁ ବି ସବୁ ପ୍ରକାର ସୁବ୍ୟବସ୍ଥା କରାଯାଇଛି। ଏବେ ରିସେଣ୍ଟ ପାଷ୍ଟରେ ଗୋଟେ ଆକ୍ସିଡେଣ୍ଟ ହେଇଥିଲା କାରନ୍ଦା ଛକଟାରେ, ଆମେ 2ଟା ଷ୍ଟପର ପୋଷ୍ଟ ଦେଇଛୁ ତାକୁ। ତାପରେ ଆମେ ଜଣେଇଥିଲୁ ବି ତାଙ୍କ କନସର୍ନ ଡିପାର୍ଟମେଣ୍ଟକୁ ଫର୍ମସ୍ କରିବା ପାଇଁ ସବୁ। ନେକ୍ସଟ ତ ଯାହା ଯେକୌଣସି ପ୍ରକାର ସମସ୍ୟା ଆସିଲେ ଆମକୁ ସେ ତୁରନ୍ତ ଜଣେଇବେ ବୋଲି ଡିସ୍କସନ୍ କରିଛୁ ଏଇ ମିଟିଂରେ। ପୋଲିସ ତ ପ୍ରାୟ ସବୁବେଳେ ମଦ ବିରୋଧରେ ଅଛି। ମଦ ଯିଏ ବିକୁଛି ତାକୁ ଧରୁଛି, କେସ୍ କରୁଛି। ଆଉ ଆମେ ତ ତାକୁ ପ୍ରଶ୍ରୟ ଦେଉନୁ, କେବେ ହେଲେ ବି ତାକୁ ପ୍ରଶ୍ରୟ ଦେଉନୁ। ସମସ୍ତଙ୍କୁ ବି ଜଣେଇ ଦେଇଛୁ, ଯେଉଁଠି ଯଦି କୌଣସି ପ୍ରକାର ଖବର ପାଇଲେ ଜଣେଇଲେ ଆମେ ତୁରନ୍ତ ମାଡ଼ିକି କାର୍ଯ୍ୟ